समम् देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्दमाधवम्। ଶ୍ରୀକୃଷ୍ଣଙ୍କ ଗୋପଲୀଳା, ମଥୁରା ଲୀଳା ଓ ଦ୍ୱାରକା ଲୀଳାର ମୁଖ୍ୟ ପ୍ରସଙ୍ଗ ଗୁଡ଼ିକ ଠିକେ ଠିକେ କହିଛନ୍ତି ସୁତ। ଶକଟା ବଧ, ତୃଣାବର୍ତ୍ତ ନିଷ୍ପେଷଣ, ବକାସୁର ଓ ବତ୍ସାସୁର ନିଧନ, ଧେନୁକା ଓ ପ୍ରଳମ୍ବାସୁର ବଧ, ଦାବାନଳ ପାନ, କାଳୀୟ ଦଳନ, ଅଜଗର କବଳରୁ ନନ୍ଦଙ୍କ ରକ୍ଷା ବର୍ଣ୍ଣନା ସହିତ ଦଶମ ସ୍କନ୍ଧରେ ଶ୍ରୀକୃଷ୍ଣଙ୍କ ଗୋବର୍ଦ୍ଧନ ଧାରଣ, ବସ୍ତ୍ରହରଣ ଓ ଗୋପୀଙ୍କ ସହିତ ରାସକ୍ରୀଡ଼ା କଥା ଉପସ୍ଥାପନ କରାଯାଇଛି। ଏହାପରେ ଅଛି କଂସବଧ, ଜରାସନ୍ଧ ସହ ଯୁଦ୍ଧ, ଦ୍ୱାରକା ସ୍ଥାପନ ଓ ରୁକ୍ମିଣୀ ବିବାହ ପ୍ରସଙ୍ଗ। ସୁତୌବାଚ ସ୍ୟମନ୍ତକମଣି ହରଣ, ବନରେ ପ୍ରସେନ ମରଣ, ଜାମ୍ବବଠାରୁ ମଣି ଆଣି ବିବାହ ଜାମ୍ବବତୀ ରାଣୀ। ସତ୍ୟଭାମାକୁ ବିବାହ ହୋଇ କାଳିନ୍ଦୀ ମିତ୍ର ବିନ୍ଦା ଦୁଇ, ଭଦ୍ରା ଲକ୍ଷଣା ସତ୍ୟା ରାଣୀ ଏହାଙ୍କୁ ବିବାହ ଚକ୍ର ପାଣି। ଅନିରୁଦ୍ଧ ବିବାହେ କୁଣ ରୁକ୍ମ ଯେ ବଧ ସେ ବେଳେଣ, ସତ୍ୟଭାମାର ମାନ କଥା ପାରିଜାତକର ବ୍ୟବସ୍ଥା। ଇନ୍ଦ୍ର ଗୋବିନ୍ଦ ମଧ୍ୟରେ ରଣ, ସୁଧର୍ମା ସଭାର ହରଣ, ତହୁଁ ଯେ ଉଷାର ହରଣ, ଯେମନ୍ତେ ଯୁଦ୍ଧ କଲା ବାଣ। ରାଜୁଷୀ ଯଜ୍ଞ ପୂଜା ଭାବେ ଦୁଶିଲା ଶିଶୁ ପାଳ ଗର୍ବେ, ସେ କୃଷ୍ଣ ଚକ୍ରେ ଛେଦ ଗଲା ଗୋବିନ୍ଦ ଶରୀରେ ପଶିଲା। ବାସୁଦେବଙ୍କ ବେଶ ବହି ପଣ୍ଡ୍ରକ ବାସୁଦେବ କହି, ତାହାକୁ ରଣେ ନାଶ କଲେ ସାଲ୍ୱଦନ୍ତ ବକ୍ର ବଧିଲେ। পঞ্চজন কাশী রাজন, সুদর্শনে কাশী দহন, গোপে বিজয় বলরাম কদম্ব রস করি পান। যমুনা কর্ষণ কলে অদ্যাপি দেখি তাহা ভলে, দুর্যোধনর কন্যা পুণ শাম্ব কুমর যে হରଣ। କୁଶରେ କାଟି ତାର ଶିର ତାସୁତେ ଦେଲେ ଅଧିକାର, ବ୍ରହ୍ମ ହତ୍ୟା ଦୋଷରେ ରାମ ଗଲେ ସକଳ ତୀର୍ଥାଶ୍ରମ। ସୁଦାମା ଦରିଦ୍ର ବ୍ରାହ୍ମଣ ବିଦ୍ୟା ପଠନେ ମିତ୍ରପଣ, ଅଷ୍ଟ ଐଶ୍ୱର୍ଯ୍ୟ ତାକୁ ଦେଇ ଦୟା ସାଗର ଭାବଗ୍ରାହୀ। বসুদেব যে যজ্ঞ কলে, দেবকী ষড় পুত্র দেলে, সে পুଣି অন্তর্ধানে গলে
সুভদ্রা পার্থে বিবাহ কলে দুর্যোধন মান পাইলে পাণ্ডবে ক্রোধ মান কলে শ্রুতদেব মিথিলা রাজ কনক বংশে সে তনুজ তাহি যে রাম কৃষ্ণ গুণ রহিণ তো শিলে তা মন প্রভল করে পূর্ব যোগে ভৃগুଙ୍କୁ ଦେଖିଲେ ସେ ଭାଗ୍ୟେ তিনি দেব পরীক্ষার্থী ভৃগু যে গলে যে ঝাপথে নাতে চরণে মাইলে বিষ্ণুর মহিমা কহিলে ସେ ବଦ୍ରୀ ଆଶ୍ରମରେ ପୁଣ ନର ନାରାୟଣ ଆଶ୍ରମ ନାରଦ ପ୍ରବେଶ ହୋଇଲେ ବେଦ ବ୍ରହ୍ମା ସମ୍ବାଦ କଲେ ବ୍ରହ୍ମା ବେଦରେ ସ୍ତୁତି ଭଣି ଏମନ୍ତେ ନାରାୟଣ ପୁଣି ଅର୍ଜୁନ ସତ୍ୟ ରଖିବାରେ ସେ କୃଷ୍ଣ ଅର୍ଜୁନ ରଥରେ ବସି ଦୁର୍ଗମ ପଥେ ଗଲେ ବିପ୍ର କୁମର ଆଣିଦେଲେ ବକ ଅସୁର ବଧ କଲା ଗିରି ସେ ଅପରାଧ କଲା କୁରୁ ପାଣ୍ଡବଙ୍କ ବିରୋଧ ମହାଭାରତ ଯୁଦ୍ଧେ ସଧ କୁରୁ କୂଳକୁ ସଂହାରିଲେ ଏ ସଙ୍ଗେ ଦୁଷ୍ଟ ରାଜା ମଲେ ଯୁଧିଷ୍ଠିରଙ୍କୁ ରାଜା କରି ଦ୍ୱାରକା ବିଜେ ନର ହରି ହେମନ୍ତେ ଦ୍ୱାରକା ବିହାର ଯେ କୃଷ୍ଣ କୃପାର ସାଗର ନାରଦ ମାୟାରେ ଦର୍ଶନ ଏକ ଏକେଣ ନାରାୟଣ ପ୍ରାକୃତ ଜନ ପ୍ରାୟ ତହିଁ ପୁତ୍ର କଳତ୍ର ଘେନି ରହି କୃଷ୍ଣର ଯେତେ ବଂଶମାନ ପୁତ୍ର ନାତି ଲତା ଯେସନ ସମୁଦ୍ର ଜଳ କ୍ରୀଡ଼ା ବାଣୀ ଏଥିରେ ଯେତେକ କାହାଣୀ ମେଘ ହଂସାଦି ଦୂତମାନ ଶ୍ରୀକୃଷ୍ଣ ସ୍ତ୍ରୀଙ୍କ ବର୍ଣ୍ଣନ ଏଠାରୁ ଦଶମ ସମ୍ପୂର୍ଣ୍ଣ 96 ଅଧ୍ୟାୟ ବର୍ଣ୍ଣନ ଏବେ ହୋ ଶୁଣ ଏକାଦଶ ଶ୍ରୀକୃଷ୍ଣ ବିଭୂତି ପ୍ରକାଶ ସୁକେ ପରୀକ୍ଷ ପଚାରିଲା କେମନ୍ତେ ବ୍ରହ୍ମ ସାପ ହେଲା ବ୍ରହ୍ମା ସହିତେ ଦେବେ ଆସି ଶ୍ରୀକୃଷ୍ଣ ଚରଣରେ ଭାସି ପୃଥିବୀ ଭାରା ନିବାରିଲ ସଂସାରେ ଥିବା ନୋହେ ଭଲ 125 ବରଷ ଏ ଅବତାର କଲ ଶେଷ ନିଜ ଧାମକୁ ଏବେ ଚଳ ଆମ୍ଭର ହୋଇବ କୁଶଳ ହେମନ୍ତ କୃଷ୍ଣ ଚିତ୍ତେ ଜାଣି ଯାଦବ କ୍ଷୟ ମନେ ଗୁଣି ପୃଥ୍ୱୀରେ ଯଦୁ ବଂଶ ଥିଲେ ଉଶ୍ୱାସ ନୋହେ ମହି ଭଲେ ଏତେ ବିଚାରି ଭଗବାନ ଋଷି ଯେ ଥିଲେ ନିଜ ସ୍ଥାନ ତାହାଙ୍କୁ ସୁମରନ୍ତେ ଚିତ୍ତ କୃଷ୍ଣ ଦର୍ଶନେ ସେ ଆଗତ ବନ ଗହନେ ପଥଶ୍ରମେ ଭେଟିଲେ କୃଷ୍ଣର ନନ୍ଦନେ କୃଷ୍ଣ ବାଳକଙ୍କ ବିହାର ନାରୀ ବେଶ ଶାମ୍ବ କୁମର ତା ପେଟେ ଲୌହର ଖପରା ଦିଶଇ ଗର୍ଭସ୍ଥିରୀ ପରା ଋଷି ଯେ ପଥଶ୍ରମ ପାଇ ଫୁଟିଣ ଆସି ଯେ ଅଛଇ ପହିଲି ଗର୍ଭ ଅର୍ଥେ ପୁଛି ଶୁଣି କୋପିଲେ ବ୍ରହ୍ମ ବସି ବାଳକେ ଉପହାସ କଲେ ଋଷିଏ କୋପେ ସାପ ଦେଲେ କହିଲେ ଲୌହର ମୁଷଳ ଜନ୍ମି ନାସିବ ଯଦୁ କୂଳ କହୁ ମୁଷଳ ଉତପତ୍ତି ତା ନେଇ ପର୍ବତେ ଘସନ୍ତି ସେ ଜଳୁ ସନ୍ତରାଜେ ବଣ ଶେଷ ଲୁହାଜାରାର ବାଣ ବସୁଦେବପୁରେ ନାରଦ ତା ଆଗେ ଜ୍ଞାନର ସମ୍ବାଦ ବସୁଦେବଙ୍କୁ ଜ୍ଞାନ କହି ନାରଦ ଗଲେ ତୋଷ ହୋଇ ଜନକ ମିଥିଳା ନଗରେ ନିମି ରାଜା ଯଜ୍ଞଶାଳରେ ନବ ଋଷିଙ୍କର ସମ୍ବାଦ କହିଲେ ନିର୍ଗୁଣର ଭେଦ କବି ହରି ଯେ ଅନ୍ତରିକ୍ଷ ପିପଳାୟନ ପ୍ରବୁଧାକ୍ଷ ଦ୍ରୁମିଳ ଆବିର୍ହୋତ୍ର ନାମ ଚମସ ଯେ କର ଭାଜନ ଏ ନବ ଭାଇ ଅନ୍ୟେ ଅନ୍ୟେ ଜ୍ଞାନ କହି ନିମି ରାଜନେ ବୃଷଭ ଦେବଙ୍କ ଚରିତ ସତେ କୁମରେ ଜ୍ୟେଷ୍ଠ ଭ୍ରାତ 81 ଭାଇ ଯେ ବ୍ରାହ୍ମଣ ଗଲେ ସେ ବ୍ରହ୍ମ ଲୋକେ ପୁଣ ଭରତ ସପ୍ତ ଦ୍ୱୀପେ ରାଜା ସେ ପୁଣି କଲେ ସର୍ବତେଜ୍ୟା କରିଣ ନବ ଖଣ୍ଡ ମହି ନବ ଭାଇଙ୍କି ସେ ଦିଅଇ ତଦନ୍ତେ ଯଦୁ ନୃପ ବର ଅବଧୂତର ଯେ ବିଚାର 24 ଗୁରୁର ବିଧାନ ଯାହାର ଯେବା ଶିକ୍ଷା ମାନ ସେ ଅବଧୂତ ଭାବ ଲଇ ଜ୍ଞାନ ବୈରାଗ୍ୟ ଶିକ୍ଷା ଦେଇ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦ କହି ଛେଦିଲେ ମାୟା ବନ୍ଧ ଆତ୍ମାରେ ଆତ୍ମଜ୍ଞାନ ଧ୍ୟାନ କର୍ମ ସାଂଖ୍ୟାଦି ଯୋଗମାନ ଗୃହୀ ବାନ ପ୍ରସ୍ଥ ସନ୍ନ୍ୟାସ ବର୍ଣ୍ଣ ଆଶ୍ରମ ଉପଦେଶ ଏ ଆଦି ଯାର ଯେବା ଧର୍ମ କରଣେ ବିମୁକ୍ତ ବନ୍ଧନ ଏ ସର୍ବ ଉଦ୍ଧବେ ବୁଝାଇ তীর্থে পেশিলে ভাবগ্রাহী